ନାହିଁ 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 ମୁଁ ଓଡ଼ିଶା ନିଜ ଲେଖାରୁ ପଦେ ଛାଡ଼ିବି। ଶୁଣନ୍ତୁ ଆପଣମାନେ ୟାକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ଯେବେ ଭଲ ଲାଗିଲା, ନହେଲେ ନାଇଁ ଆଡ଼େଇ ଦେବେ, କିଛି ଅସୁବିଧା ନାହିଁ। ହାସ୍ୟ ଅଭିନେତା ବିଜେଡି ନେତା ଛାଇରେ ଜନତା ଧରିବେ ଛତା, ହସେଇ ହସେଇ ଦେବେ ସେ କନ୍ଦେଇ, ରୋଷେଇରେ ଆଳୁ ମିଳିବ ନାହିଁ। ଆଳୁ ପିଆଜ ଶହେ ହୋଇବ, ଲୋକଙ୍କର ଦୁଃଖ ଦୂରେଇ ଯିବ। ଏଣୁ ଏ ଶାସନ ବିଜେଡି ବାଲା ଲୋକଙ୍କ ମୁଖରେ ପକେଇ ତାଲା, ଟଙ୍କାକରେ ପୁଣି ଚାଉଳ ମିଳିବ, ଲୁଣ କିଲୋ ପୁଣି 50 ହେବ। ଚାଷୀବନ୍ଦୀ ଭାଇ ବଞ୍ଚିବେ ନାହିଁ, ଏଇ ତ ଶାସନ ବିଜେଡି ଭାଇ। ନେତା ଅଭିନେତା ହୋଇବେ ଏକ, ଲୋକପାଳଙ୍କର କଟିବ ବେକ। ଏଣୁ ମାଓବାଦୀ ଉତ୍ପନ୍ନ ହେବେ, ସାଧାରଣ ଲୋକ କ୍ଷତି ସହିବେ। ବାପା କହିଥିଲେ ଜାତିକୁ ମାନ, ମା ଭଉଣୀଙ୍କୁ ଦେବ ସମ୍ମାନ। ବାପାଙ୍କର ବାକ୍ୟ ରଖିଲ ନାହିଁ, ପୁଣି ବିଦେଶରେ ବସିବ ଯାଇ। ଆସିଗଲା ନିର୍ବାଚନର ବେଳ, ବାବୁ ନବୀନ ଏବେ ସମ୍ଭାଳ। ଲୋକଙ୍କର ଦୁଃଖ ବୁଝିଲ ନାହିଁ, ବେକାରୀ ସମସ୍ୟା ଦେଲ ବଢ଼େଇ। ସିଂହାସନ ଧରି ବଚିଛ ସେତ, ଓଡ଼ିଶାବାସୀଙ୍କି ମାରୁଛ ନାତ। ପୁରୁଖା ନେତାଙ୍କ ରହିଲାନି ଚିହ୍ନ, ଯିଏ ନ ଦେବେ ଅଙ୍କଲଙ୍କୁ ପ୍ରଣାମ। ଅଙ୍କଲ ପାଖରେ ରହିଲେ ନାହିଁ ଜନମୋର୍ଚ୍ଚା ପାର୍ଟି ଗଢ଼ିଲେ ଯାଇ। ଭୟରେ ଥରୁଛ ନବୀନ ବାବୁ, ଅଙ୍କଲ ତୁମକୁ କରିବେ କାବୁ। ଖଣି ଖାଦାନର ପେଡ଼ି ଖୋଲିବ, ତୁମ ରାଜନୀତି ଦୂରେଇ ଯିବ। ଅଙ୍କଲଙ୍କୁ ତୁମେ ଡରୁଛ ସେତ, ଅଙ୍କଲ କହିଲେ ମୋ ବିରୁଦ୍ଧରେ ଗଲେ, ମିଶି ଦୁହେଁ ଆମେ ଯିବା ହାଜତ। ଆଉ କି ସରିବ ଏ ଦିନର ଗାଥା, 2024ରେ ଛାଡ଼ିଲ, 2025ରେ ମୋହନ ବାବୁ ତୁମର ଧରିଲେ ଛତା। ତାକୁ ଜାଣିଛନ୍ତି 4.5 କୋଟି ଜନତା। ତେଣୁ ସମସ୍ତେ ଆଗେଇ ଆସିଲେ, ଭୋଟ ଦେଲେ, ଆପଣଙ୍କୁ ପୁଣି ଭୁଲି ନ ଗଲେ। ପିତାଙ୍କୁ ଯିଏ ଦେଉଥିଲେ ସମ୍ମାନ, ଆପଣଙ୍କୁ ଯିଏ ଦେଉଥିଲେ ସମ୍ମାନ, କାହିଁକି 24ରେ କଲେ ହୀନିମାନ। ୟାକୁ ନିଜେ ଆପଣ କରନ୍ତୁ ସମାପନ। ଜୟ ନବୀନ। କୁଆଡ଼େ ଗଲ? ଆସ, ଆସି ଯୁଦ୍ଧ କର ଯୋଦ୍ଧାଙ୍କ ସହିତ। ଆଉ ଜଣକୁ କ'ଣ ପଟୁଆର ବନେଇକି ଆଜି ଦେଶକୁ ବର୍ବାଦ କରିବାକୁ ବସିଛ? ନାହିଁ 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 ମୁଁ ଓଡ଼ିଶା, ଇଏ ହଠାତ୍ କାହାକୁ ଭୁଲେନି, ଆଉ ହଠାତ୍ କାହାକୁ ଛାଡ଼େନି। ଯାହାକୁ ଯାହା ଦେଖନ୍ତି ଓଡ଼ିଶାବାସୀ, ତୁମ ବାବା ସ୍ୱର୍ଗତ ବାବା କହିଯାଇଥିଲେ, ଇଏ ହେଉଛନ୍ତି କଙ୍କଡ଼ା, ଗୋଡ଼ ଟାଣିବାରେ ଏକ୍ସପର୍ଟ। ଆପଣ ଜାଣିନାହାନ୍ତି। ଆପଣ ରାଜନୀତି କରୁଥିଲେ ସତ, କିନ୍ତୁ ଓଡ଼ିଶାବାସୀଙ୍କ ପାଇଁ କ'ଣ କରିଛନ୍ତି? କେତେ ବେକାରୀ ସମସ୍ୟା ହଟେଇଛନ୍ତି, କେତେ କଳକାରଖାନାର ଉତ୍ପନ୍ନ କରିଛନ୍ତି। ରାସ୍ତା ହେଇଗଲେ କ'ଣ ହେଇଗଲା? ରାସ୍ତାରେ ଗାଡ଼ି ଗଡ଼ିଲେ କ'ଣ ହେଇଗଲା? ରାସ୍ତାରେ ଯିଏ ଗାଡ଼ିଟିଏ କିଣିବ, ସେ ପୁଣି ତେଲ ପାଇଁ ପଇସା ଯୋଗାଡ଼ କରିବ ତ। ତେଣୁ ତେଲ ପାଇଁ ପଇସା ଯୋଗାଡ଼ କରିବାକୁ ହେଲେ ଦସ୍ତଖତଟା ଗଡ଼ବଡ଼ ନିଶ୍ଚୟ ହେବ। ଏତେ ଖର୍ଚ୍ଚ କଲେ, ଏତେ ଚଉଡ଼ା ରାସ୍ତାରେ ଗାଡ଼ି ସ୍ପିଡ଼ିରେ ଚଲେଇଲେ ତେଲ ଟିକେ ଅଧିକା ଟାଣିବନି। ତେଣୁ କରିକି ଓଡ଼ିଶାବାସୀ ୟାର ଜବାବ ଦେଇଛନ୍ତି। ନବୀନ ବାବୁ, ଆପଣ ଯେବେ ଜଗନ୍ନାଥଙ୍କ ଦୟାରୁ 2025 ଆପଣଙ୍କ ପାଇଁ ଶୁଭମୟ ହେଉ, ଆମେ ମନା କରୁନାହୁଁ, କିନ୍ତୁ ସଚେତନ ହୁଅନ୍ତୁ। ଆଉ ସାରଥୀଙ୍କି ପାଖରେ ରଖିଛନ୍ତି, କିନ୍ତୁ ମହାରଥୀମାନଙ୍କୁ ସବୁ ସାଇଟ୍ କରିଛନ୍ତି। ପ୍ରକୃତ ମହାରଥୀମାନଙ୍କୁ ପାଖକୁ ଟାଣନ୍ତୁ ଏବଂ ସାରଥୀଙ୍କି ପାଖରୁ ହଟାନ୍ତୁ। କାରଣ ସାରଥୀ ଆଉ ସେ କଳିଯୁଗର ସାରଥୀ ନାହାନ୍ତି। ଶ୍ରୀକୃଷ୍ଣ ହେଇକି ଥିଲେ ସେ ଅର୍ଜୁନଙ୍କ ରଥରେ, କିନ୍ତୁ ଇଏ ହେଉଛନ୍ତି କ'ଣ ଜାଣିଛନ୍ତି ନା, ବିଶ୍ୱକର୍ମା। ନୂଆ କୁଟୀର ଗଢ଼ିବାରେ ଏକ୍ସପର୍ଟ ସାରଥୀଙ୍କି ଆପଣ ପାଖରେ ରଖିଛନ୍ତି। ତେଣୁ ସାରଥୀଙ୍କି ଆପଣ ଦୂରାନ୍ତୁ ଏବଂ ଏଇ ଯେଉଁ ନୂଆ ନୂଆ ଯେଉଁ ସବୁ ଆସୁଛନ୍ତି ମହାରଥୀଙ୍କି ସାଇଟ୍ କରିଛନ୍ତି, ତାଙ୍କୁ ପୁଣି କୋଳାଗ୍ରତ କରନ୍ତୁ। କରିକି ଦେଖନ୍ତୁ, ଯେବେ 6ଠ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଇପାରିଲେ, ଏହା ଗୋଟେ ସୁନାମଧନ୍ୟ କାର୍ଯ୍ୟ। ନହେଲେ ମୋଦିଜୀ କେନ୍ଦ୍ରରେ ଚାହିଁ ବସିଛନ୍ତି, ଆପଣଙ୍କୁ ନିଶ୍ଚୟ ଟାଣି ନେବେ, କିଛି ଅସୁବିଧା ନାହିଁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଏହା ଏକ ଶୁଭବାଣୀ ଓଡ଼ିଶା ପାଇଁ ଏବଂ ରାଜନୀତିଜ୍ଞ ଲୋକଙ୍କ ପାଇଁ। କାରଣ ଏବେ ଆପଣଙ୍କ ଭିତରେ ବହୁତ ଟଣାଟଣି ଚାଲିଛି, କିନ୍ତୁ ଟଣାଟଣିର ସମାପନ ସମୟ ଆସିଯାଉଛି। ଆପଣମାନେ ୟାକୁ ବିଶ୍ୱାସ କରିବେ ନ କରିବେ, ସମୟ ଆସିଲେ ଜାଣିବେ। କିନ୍ତୁ ମୋହନ ସରକାର ଦେଶରେ 5 ବର୍ଷ ରହିବାଟା ଥୟ, କେହି ତା'ର କିଛି କରିପାରିବେ ନାହିଁ। କାହିଁକି ଆପଣମାନେ ବାଡ଼େଇ ହେଉଛନ୍ତି ମ?
ନାହିଁ 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 ମୁଁ ଓଡ଼ିଶା